ମୋବନ ହଠାତ୍ ମରିଗଲେ। ଏକ ନମ୍ବର ପାଲତୁ କଥା। ଏତେ ବଡ଼ କୋଟିପତିର ସ୍ତ୍ରୀ ପୁଣି ହାର୍ଟ ଆଟାକରେ ମରିଗଲେ ନା, ଏଥିରେ କିଛି ଗୋଟେ ରହସ୍ୟ ଅଛି ନା। ତମର ତ କଣ କହିବାକୁ ଚାହ? ଆଜ୍ଞା କଥାଟା ହେଲା, ଇଏ ଧନ ଟଙ୍କାରେ ତ ହବା ନାହିଁ। ଗୋଟେ ପନ ମାରିଦେଲେ ଏ ହଜାର ହଜାର ଡାକ୍ତର ଆସିଥାନ୍ତେ ନା। ତମେ ଜାଣିନ ସେଇ ଶଳା କୋଟିପତି ମାନଙ୍କର ଗୋଟେ ଖରାପ ଅଭ୍ୟାସ ଅଛି। ଗୋଟାଏ ସ୍ତ୍ରୀରେ ସେମାନେ ସନ୍ତୁଷ୍ଟ ନୁହନ୍ତି, ତେଣୁ ଇଏ 10 ବାଟ ଜାଗାରେ ସେମାନେ ହୁକ ପକାନ୍ତି। ଏଇ କଥା ଜାଣି ତୁମ ଭଉଣୀ ପ୍ରତିବାଦ କରିଥିବେ, ତେଣୁ ତାକୁ ମାରି ଦେଇଥିବେ ନା। ଏ କଥା କେବେ ବିଶ୍ୱାସ କରିପାରିବିନି ମୁଁ, କେବେ ବିଶ୍ୱାସ କରିପାରିବିନି। ନିଜ କହୁଛ ତ? ଯଦି ବିଶ୍ୱାସ କରୁନ ତାହେଲେ ଦେଖିବ ଏ ମାସେ ଭିତରେ ଗୋଟେ ସୁନ୍ଦରୀ ଝିଅକୁ ବାହା ହେଇକି ପଡିବା। କିନ୍ତୁ ସେ ତ ନିତ୍ୟ ବିବାହ କରିବାକୁ ସମ୍ପୂର୍ଣ୍ଣ ମନା କରିଦେଲେ। ଆଉ କେମିତି ମୁଁ ବିଶ୍ୱାସ କରିବି? ମନା କରିଦେଲେ ହେଲେ ବି ମୁଁ କହୁଛି ତୁମ ଭଉଣୀ ମରିନି, ତାକୁ ମର୍ଡର କରାଯାଇଛି। ଏତେ ଲୋକ ଦେଇ କଥା କହୁଛ, ତାହେଲେ ମୋ ଭଉଣୀ ହତ୍ୟାର ପ୍ରମାଣ ଦେଇପାରିବ? କେମିତି ମଲା ସେଇ ପ୍ରମାଣ ତ ଦେଇପାରିବ? ଅଛି ନା, ମୋର ଜଣେ ଦରମ ଭଉଣୀ ସେ ଘରେ ଛାକରାଣୀ ହେଇକି ଥିଲା, ସେ ତୁମ ଭଉଣୀକୁ ମାରିଲା। ସେ ପରା ନିଜ ଆଖିରେ ଦେଖିଛି। ତାହେଲେ ତୋର ସେ ଧରମ ଭଉଣୀକୁ ଡାକ। ତ ସଙ୍ଗୀ ବଳରେ ମୁଁ ସେ ପ୍ରତାପ ସିଂ ଠାକୁରକୁ ଫାଶୀ କୁଣ୍ଡରେ ଝୁଲେଇ ଦେବି। ଆଜ୍ଞା ଆଜ୍ଞା, ମୋ ଦରମ ଭଉଣୀ ବଞ୍ଚିଥିଲେ ସିନା ସେ ସାକ୍ଷୀ ଦବ, ତାକୁ ପୁରା ଟର୍ଚ ପାଇଁ ମାରିଦେଲେ। ମୁଁ ବିଚାରଣ ପାଇଁ କହୁଛି ଆଜ୍ଞା, ଭଉଣୀ ମରିନି, ତାକୁ ହତ୍ୟା କରାଯାଇଛି। ତାହେଲେ ସେ ପ୍ରତାପ ସିଂ ଠାକୁର ଯଦି ମୁଁ ବିଶ୍ୱାସ କରିଛି, ଭୁଜଙ୍ଗ ବୈରାଗୀ ସବ ସହିପାରେ, ହେଲେ ଏ ବେଇମାନ ବିଶ୍ୱାସ ଜଗତ କେବେ ବି ସହିପାରେନି। ଏବେ এই কথা যদি সত্য হয়ে থাকে, তাহলে প্রতাপ সিংহ পরিবারটাকে সাড়ে পড়ে ধ্বংস করে দেবে। বৈরাগীর চলন ये भुजंग बाबू एते जोरे आ रामपुड़ी होन निजे कंदिया काबरा हबो, तेणु तमे ता घरे रही तार खाई तार पी धीरे धीरे ता प्रतिशोध दब ना। जेमिति ए साप मरी कि भाड़ी जमा भांगियोनी বর্তমান আজিঠারু খেল আরম্ভ হব সে প্রতাপ সিং ঠাকুর ঘরে। ମୋ ଭଉଣୀ ମୋ ଜୀବନ ଥିଲା, ଜୀବନଠୁ ଅଧିକ ଭଲ ଭାବୁଥିଲେ। ଆଉ ସେ ଭଉଣୀକି ସେ ମାରିଛି ମାନେ ମୋ କହିବା କଥା ସତ ହୋଇଥାଏ, ତାହେଲେ ସେ ହରମ ଯଦ ପ୍ରତାପ ସିଂ ଠାକୁର କେବେ ଶାନ୍ତିରେ ବଞ୍ଚି ପାରିବନି। କେବେ ନୁହଁ, ଖେଳିବି ସେମାନଙ୍କ ସହିତ, ବର୍ବାଦ ଖେଳିବି। ମୋ ଭୁଜଙ୍ଗ ବୈରାଗୀ ଆଉ କଣ କରିବା। ସେ ହରମ ଯଦି ଏମିତି ଖେଳିବେ ମାନେ କହିବେ ଘରେ ଭୁଜଙ୍ଗ ହେଲେ ଭିତରେ ସେ ଅଦମ ବମ୍ଟା ଥରେ ମାରିବ, ତାହେଲେ ସାରି ପଡ଼ି ଧ୍ୱଂସ ହେଇଯିବ। লাগিলা লাগিলা নিহটা হুতু হুতু হেই জଳିଲା। ये भुजंग बैरागी ये सत मिछ कही मु पूरा गरम करदेली। ଏବେ ସେ ତା ଭିଣେଇ ପ୍ରତାପ ସିଂର ଠାକୁରଙ୍କର ଏ ପ୍ରତିଶୋଧ ନେବାକୁ ये पूरा ପାଗଳ।
এই সুযোগরে ମୁଁ ଫଟକିନା ଏଣ୍ଟ୍ରି ମାରି ୟା ପରେ ମୋର ଖାଲି ଫାଇଦା ହିଁ ଫାଇଦା। ମୁଁ ହଉଛି ଝଟ ପାତ୍ର ମାନେନି ମଳମୂତ୍ର ରାଗି ଗଲେ ଛିନ ଛତ୍ର।